ଓଡ଼ିଆ କାବ୍ୟ ରସାନୁଭୂତି ସୁଧୀ ଶ୍ରୋତାବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ବୈଦେହୀ ବିଳାସ ତାଙ୍କର ଶ୍ରେଷ୍ଠ କୃତି ବା ରାମ କାବ୍ୟ ସମ୍ପର୍କରେ ଆଲୋଚନା କରୁଥିଲି। ବିଶେଷତଃ ବୈଦେହୀ ବିଳାସର ଚତୁର୍ଥ ସର୍ଗ ବା ଚତୁର୍ଥ ଛାନ୍ଦରେ ଯେଉଁ ଜରତା ଉପାଖ୍ୟାନ ଋଷ୍ୟଶୃଙ୍ଗ ଏବଂ ଜରତା ଉପାଖ୍ୟାନ କଥା ମୁଁ ଆପଣମାନଙ୍କୁ କହିଛି ଏବଂ ସେ କିଭଳି ଭାବରେ ବାରାଙ୍ଗନାମାନେ ବା ଗଣିକାମାନେ ଯାଇଛନ୍ତି ମହର୍ଷି ଋଷ୍ୟଶୃଙ୍ଗଙ୍କୁ ନେଇ ଆସିବେ। ବିଭାଣ୍ଡକ ଋଷିଙ୍କ ପୁତ୍ର ଋଷିଙ୍କୁ ସେ ଆଣିଲେ। ଅଙ୍ଗ ଦେଶରେ ବର୍ଷା ହେବ ବୋଲି ଲୋମପାଦ ରାଜା ଗୋଟିଏ ସୁନ୍ଦର ନାଆ କେମିତି ସଜେଇକରି ତାଙ୍କୁ ଛାଡ଼ିଥିଲେ ଏବଂ 12 ଜଣ ବେଶ୍ୟା ଯାଇଥିଲେ ସାଙ୍ଗରେ ଜରତା। ସେ ହେଉଛି ରାଜଗଣିକା ଶ୍ରେଷ୍ଠ ବେଶ୍ୟା ସାର ଜରତା ବୋଲି ତାକୁ କୁହାଯାଇଛି, ଯିଏକି ପଞ୍ଚରତ୍ନ ଥାଳି ନେଇକରି ଋଷ୍ୟଶୃଙ୍ଗଙ୍କୁ ଆଣିବେ ବୋଲି ଆଉ ରାଜା ଅଙ୍ଗଦେଶର ରାଜା ଲୋମପାଦଙ୍କ ପାଖରେ କହିକିରି ଯାଇଛି। ସେ ଆଣିପାରୁଛି କି ନାହିଁ ତଦ୍ ବିଷୟରେ ଆମେ ଆଲୋଚନା କରୁଥିଲେ। ବର୍ତ୍ତମାନ ସୂଚନାକ୍ରମେ ମୁଁ ଆଗରୁ ଯାହା କହିଥିଲି ଟିକେ କହିଦେବି ଯେ ବିକଶୀ ହାସ କଟାକ୍ଷ ଢାଳିଣ ରସିକା ବୋଇଲେ ଫୁଲାଇ ହୋଇ ଗେଲାଇ ନାସିକା ବନେ ତୁମ୍ଭେ ଭ୍ରମ। ହାସ କଟାକ୍ଷ ପ୍ରଭୃତି ଦେଇ ସେ ଦେଖିଲେ ଯେ ଋଷି ବୀଣାବାଦନ ବା ବୀଣାର ମଧୁର ଝଙ୍କାର ସଙ୍ଗୀତରେ ଆକୃଷ୍ଟ ହୋଇଛନ୍ତି ଏବଂ ଟିକେ ଆନମନା ହୋଇଛନ୍ତି। ବେଦାଧ୍ୟୟନ ଛାଡ଼ିକରି ବେଦ ପୋଥିକୁ ଥୋଇ ଦେଇକରି ଏମାନଙ୍କୁ ଦେଖିଛନ୍ତି ଏବଂ ତାଙ୍କୁ ସ୍ୱାଗତ କରିଛନ୍ତି, ଆସନ ଦେଇଛନ୍ତି ଏବଂ କେଉଁଠାରେ ଆଶ୍ରମ କର ତାକୁ କହିଛନ୍ତି। ଏମାନେ ତଦ୍ବିଷୟ ଶୁଣିକରି ଆହୁରି ଉଲ୍ଲସିତ ହୋଇକରି ଟିକେ ଫୁଲେଇ ହୋଇକରି ଟିକେ ଗେଲେଇ ହୋଇକରି ହସିକରି ଟିକେ ହସିକରି ହସ ମୁହଁରେ କହିଲେ ଯେ ଆପଣ ହେଉଛନ୍ତି ଆମକୁ ଯେଉଁ ମଠ କଥା କହିଲେ ବା ଆଶ୍ରମ କଥା କହିଲେ, ଆମର ଆଶ୍ରମ ହେଉଛି ଆପଣ ବଣରେ ଆଶ୍ରମ କରିଛନ୍ତି, ଆମେ ଉପବନରେ ବିହାର କରୁ ଏବଂ ଆପଣ ହେଉଛନ୍ତି ବନୌକା ବା ବନଚାରୀ, ଆମମାନେ ହେଉଛୁ ବନିତା। ଏତିକି ମାତ୍ର ପାର୍ଥକ୍ୟ ଏବଂ କହିକିରି ଆଉ ବଡ଼ ଆଳାପ ଆଲୋଚନା କରିଛନ୍ତି। ଏହାପରେ କବି କ'ଣ ବର୍ଣ୍ଣନା କରିଛନ୍ତି ଆସନ୍ତୁ ଚତୁର୍ଥ ଛାନ୍ଦରେ ସେଇ ଜରତା ଉପାଖ୍ୟାନ ସମ୍ପର୍କରେ ମୁଁ ଆଲୋଚନା କରିବି। କ'ଣ କବି କହିଛନ୍ତି? ବନେ ତୁମ୍ଭେ ଭ୍ରମ ଆମ୍ଭେ ବନିରେ ବିଳସୁ, ବନୌକା ତୁମ୍ଭେ ବନିତା ଆମ୍ଭେଟିଏ ବସୁ। ମୁଁ କ୍ଲିୟର କରିଦେଇଛି। ଆପଣ ହେଉଛନ୍ତି ବନଚାରୀ, ଆମମାନେ ହେଉଛୁ ବନିତା, ନହେଲେ ଆଉ କିଛି ପାର୍ଥକ୍ୟ ନାହିଁ। ଆମେ ଉପବନରେ ବିହାର କରୁ, ଆପଣ ବନରେ ଆଶ୍ରମ କରିଛନ୍ତି। ଆମର ଆଶ୍ରମ ହେଉଛି ଉପବନ। ଆଉ କବି କ'ଣ କହୁଛନ୍ତି ନା ବୋଲିବାର ରାମ ମନ୍ତ୍ର ଆଦ୍ୟ ବର୍ଣ୍ଣ ଭିନ୍ନ, ବିସର୍ଗ ଚତୁର୍ଥ ବର୍ଣ୍ଣ ଏକ କରି ଘେନ, ବସନ୍ତି ଆମ୍ଭ ଦେବତା ଶମ୍ଭୁରୁଦ ସ୍ଥଳ, ବକ୍ଷେ ରୁହ ଉରେ ଯୋଡ଼ି ଶୀଘ୍ରେ କଲା କୋଳ। ଏ କଥା ସବୁ ଆଜ୍ଞା ଏ ଯେଉଁ 12 ଜଣ ବାରାଙ୍ଗନା ଯାଇଛନ୍ତି ତା ଭିତରେ ଯିଏ ତରୁଣୀ ଟିକେ ସୁନ୍ଦରୀ ଆହୁରି ବିଜ୍ଞା ଏବଂ ସେ ତା ନାଁ ହେଉଛି କାମମୋହିନୀ। ମୁଁ କହୁଥିଲି ସେ କାମମୋହିନୀ ଏ କଥା କହିକିରି କହୁଛି ପୁଣି ଯେ ଦେଖନ୍ତୁ ଆପଣ ଯେଉଁ ରାମ ମନ୍ତ୍ର କାହିଁକିନା ଋଷି ପଚାରିଛନ୍ତି, ଦେଖନ୍ତୁ ତୁମେ ବିଷ୍ଣୁ ବା ଶିବ କାହା ସେବାରେ ନିପୁଣ? ଏମାନେ ଚତୁରତାର ସହିତ ଯେହେତୁ ବୈଦେହୀ ବିଳାସକାର ଉପେନ୍ଦ୍ର ଭଞ୍ଜ ରାମ ତାରକ ମନ୍ତ୍ର ଉପାସନା କରିଥିଲେ, ସେ କହିଲେ ଆପଣ ଯେଉଁ ରାମଚନ୍ଦ୍ରଙ୍କୁ ସବୁବେଳେ ଧ୍ୟାନ କରୁଛନ୍ତି ବା ତାଙ୍କର ଶାସ୍ତ୍ର ଅଧ୍ୟୟନ କରୁଛନ୍ତି, ଆମେ କାମ ମନ୍ତ୍ର, ଆପଣ ରାମ ମନ୍ତ୍ର ରାମାୟ ନମଃ, ଆମେ କାମାୟ ନମଃ, କାମଦେବତାଙ୍କୁ ଆମେ ତାଙ୍କର ଶାସ୍ତ୍ର ଅଧ୍ୟୟନ କରୁଛୁ, ଆମେ ସେଥିରେ ନିପୁଣ। ଆପଣ ରାମ ଶାସ୍ତ୍ରରେ ନିପୁଣ ଧୁରନ୍ଧର, ଆମେ କାମ ଶାସ୍ତ୍ରରେ ଧୁରନ୍ଧର। ଏବଂ କେବଳ ଏତିକି ଯେ ବୋଲିବାର ରାମ ମନ୍ତ୍ର ଆଦ୍ୟବର୍ଣ୍ଣ, ଆଉ ରାମର ଆଦ୍ୟବର୍ଣ୍ଣ ହେଲା ରା, କାମ ମନ୍ତ୍ରର ହେଲା କା, ଏଇଟା ହେଲା ପାର୍ଥକ୍ୟ। ଆଉ ଚତୁର୍ଥ ବର୍ଣ୍ଣ ଏକ କରି ଘେନ ଅର୍ଥାତ୍ ନମଃ ବିସର୍ଗ, ସେଥିରେ ବି ବିସର୍ଗ ଅଛି, ଏଇଥିରେ ମଧ୍ୟ ବିସର୍ଗ ଅଛି, ଆଉ କିଛି ଅସୁବିଧା ନାହିଁ। ତେଣୁ ଏହା କହିକିରି ସେ କାମମୋହିନୀ ଯେଉଁ ବାରାଙ୍ଗନା ସେ କ'ଣ କଲା ନା ବସନ୍ତି ଆମ ଦେବତା ଶମ୍ଭୁ ହୃଦସ୍ଥଳ, ଯେ ହେ ଋଷ୍ୟଶୃଙ୍ଗ ମହର୍ଷି ଆପଣ ଋଷି ଦେଖିବା ହେଉ ଆମ ଦେବତାଙ୍କୁ ଆମେ ତ କାମଦେବଙ୍କୁ ଉପାସନା କରୁଛୁ, ତେଣୁ ଆମେ ଶିବଙ୍କୁ ଆରାଧନା କରୁଛୁ। ଶିବଙ୍କୁ ଆମେ ବସେଇ ଦେଇଛୁ ଏଠି ଆମର ବକ୍ଷ ଦେଶରେ ଆମେ ଶିବଲିଙ୍ଗ ଅର୍ଥାତ୍ ସ୍ତନ ଯୁଗଳକୁ ଶିବ ବୋଲି କଳ୍ପନା କରାଯାଇଛି। ତେଣୁ ଭାଷାନ୍ତର କରି ବସନ୍ତି ଆମ୍ଭ ଦେବତା ଶମ୍ଭୁ, ଆମର ଦେବତା ହେଉଛନ୍ତି ଶମ୍ଭୁ। ଆମେ କାମ ମନ୍ତ୍ର ଜପ କଲେ ମଧ୍ୟ ଆମର ଦେବତା ହେଉଛନ୍ତି ଶମ୍ଭୁ ବା ଶିବ।
ତେଣୁ ସେ ଶିବ ଆମର ସବୁବେଳେ ଆମେ ଶିବଙ୍କୁ ନେଇକରି ଯାଉଛୁ ଯୁଆଡ଼େ ଯାଉଛୁ ଅର୍ଥାତ୍ ବକ୍ଷ ଜବା ସ୍ତନ ଯୁଗଳ। ଏଣୁ ଏତିକି କହିକିରି ଋଷିଙ୍କୁ ବକ୍ଷେ ରୁହ ଉରେଇ ଯୋଡ଼ିକିରି ବକ୍ଷେ ରୁହ ଯେ ସ୍ତନ ଯୁଗଳରେ ତାଙ୍କୁ ଉରେଇ ତାଙ୍କ ଛାତିକି ଲଗେଇ ଦେଲା ଏବଂ ନିବିଡ଼ ଆଶ୍ଳେଷ ବା ଆଲିଙ୍ଗନ କଲା କାମମୋହିନୀ ନାମକ ବେଶ୍ୟା। ଏବଂ ଶୀଘ୍ର କଲା କୋଳ ବିଭୂତି ଆମ୍ଭ ଆଉ ତାଙ୍କୁ ନିବିଡ଼ ଭାବରେ ଆଲିଙ୍ଗନ କରି ବକ୍ଷୋଜରେ ନିଜର ସ୍ତନ ଯୁଗଳରେ ତାଙ୍କୁ ଗାଢ଼ ଭାବରେ ଆଲିଙ୍ଗନ କରି ଆଶ୍ଳେଷ କରି ଆଉ ତାପରେ କ'ଣ କରିଛି ବିଭୂତି ଆମ୍ଭ ଦେଶର ବୋଲି ତପର ବୋଳିଦେଲା ଚୁରି କାମ ମୋହିନୀ କର୍ପୂର ବାସାନ୍ତର କରି ଋଷି ଦେଖୁ ପୟୋଧର ବୋଇଲେ ହର ହର ମୋତେ କୃପା କର। ସେ କାମମୋହିନୀ ଅତ୍ୟନ୍ତ ମୁଁ କହିଛି ଅତ୍ୟନ୍ତ ଚତୁରୀ ସେ ସୁନ୍ଦରୀ ଏବଂ ବିଜ୍ଞା ଏବଂ ଅତ୍ୟନ୍ତ ଚତୁରୀ। ସେ ଆଉ କାଳ ବିଳମ୍ବ ନ କରି ଯେହେତୁ ଦେଖିଲା ଯେ ଋଷି ବର୍ତ୍ତମାନ ତାଙ୍କର କରାୟତ୍ତ ହେଇଗଲେଣି ତେଣୁ ଆଉ ତିଳେ ମାତ୍ର ଅପେକ୍ଷା ନ କରି ବାସାନ୍ତର କରି ବସ୍ତ୍ରକୁ ଫିଟେଇ ଦେଲା ଆଜ୍ଞା ବାସକୁ ଅନ୍ତର କରିଦେଲା ତାର ଛାତିରୁ ଲୁଗା ବା ଶାଢ଼ୀ ପିନ୍ଧିଥିବା ଶାଢ଼ୀ ପ୍ରଭୃତି କାଞ୍ଚୁଲା ସବୁ ଫିଟେଇ ଦେଲା ଏବଂ ତାର ସ୍ତନ ଯୁଗଳକୁ ଦେଖିଲାରୁ ସେ ଭାବିଲେ ଆରେ ଇଏ ଋଷି ତ ଆଜ୍ଞା ଆଜନ୍ମ ବ୍ରହ୍ମଚାରୀ ସ୍ତ୍ରୀ ସ୍ତ୍ରୀମାନଙ୍କୁ ତ ଦେଖି ନାହାନ୍ତି ବା କିଛି ବି ଦେଖି ନାହାନ୍ତି ତଦ୍ବିଷୟରେ ତାଙ୍କର ଧାରଣା ବି ନାହିଁ। ତେଣୁ ସିଏ ଭାବିଲେ ଇଏ ହେଉଛନ୍ତି ତାଙ୍କ ବକ୍ଷରେ ପ୍ରକୃତରେ ଇଏ ଶିବଙ୍କୁ ରଖିଛନ୍ତି ବୋଲି ବୋଇଲେ ହେ ହର ହର ମୋତେ କୃପା କର। ସେ ଯେତେବେଳେ ଦେଖିଛନ୍ତି ଆଜ୍ଞା ତାଙ୍କୁ ତାଙ୍କର କୃପାଭିକ୍ଷା କରିବା ପାଇଁ ବୋଇଲେ ହେ ହର ହେ ଶମ୍ଭୁ ହେ ଶିବ ଆପଣ ମୋତେ କୃପା କରନ୍ତୁ। ପୁଣି କବି କ'ଣ କହୁଛନ୍ତି ଦେଖନ୍ତୁ ବିଲୀନ ବେନି ଅର୍ଥକୁ ବିହୁ ସେ ବଚନେ ବିଧାନ କଲା ମୁଖରେ ଚୁମ୍ବନେ ଚୁମ୍ବନେ। କେହି ଆଜ୍ଞା ଭାଷାନ୍ତର କରି ଋଷି ଦେଶୁ ପୟୋଧର ଏଇ ଯେଉଁ କଥା ବର୍ଣ୍ଣନା କରିଛନ୍ତି କେହି ଭଞ୍ଜ ସାହିତ୍ୟକୁ ମଧ୍ୟ ଅଶ୍ଳୀଳତା ଦୋଷରେ ଦୂଷିତ କରୁନାହିଁ। ଭଞ୍ଜ ଏଇଭଳି ଗୁଡ଼ିଏ ଅଶ୍ଳୀଳ ଶବ୍ଦ କାହିଁକି ପ୍ରୟୋଗ କରୁଛନ୍ତି ନା ଆମର ମତରେ ଆଜ୍ଞା ପାଠକମାନେ ଯେଉଁମାନେ ରସିକ ଗ୍ରାହକ ଭଞ୍ଜ ସାହିତ୍ୟର ବା କାବ୍ୟ ସାହିତ୍ୟର ସେମାନେ ଜାଣିବା ଉଚିତ ଯେ ଶୃଙ୍ଗାରୀ ଚେତ୍ କବି ଶୃଙ୍ଗାର ରସର ବହୁଳ ଆଲୋଚନା ସବୁ କାବ୍ୟମାନଙ୍କରେ ହେଇଛି। କାବ୍ୟ ଜାତଂ ରସମୟଂ ଜଗତ। ତେଣୁ ଏଇ ଯେଉଁ ନବରସ ଅଛି ଆଜ୍ଞା ଶୃଙ୍ଗାର ହାସ୍ୟ କରୁଣ ରୌଦ୍ର ବୀର ଭୟାନକ ବିଭତ୍ସ ଅଦ୍ଭୁତ ଶାନ୍ତ ବାତ୍ସଲ୍ୟ ପରେ ଯୋଗା ହେଇଛି 10 ରସ ତା ଭିତରେ ଶୃଙ୍ଗାର ରସ ହେଉଛି ଶ୍ରେଷ୍ଠ ରସ। ତେଣୁ କବିତାକୁ ସେଇ ଯେହେତୁ ଏମାନେ ଯାଇଛନ୍ତି ମନ୍ତ୍ରମୁଗ୍ଧ କରି ବାତ୍ସାୟନ ଋଷିଙ୍କର ଯେଉଁ କାମସୂତ୍ର ତାକୁ ତ ପ୍ରୟୋଗ କରିବେ ନା ଋଷିଙ୍କୁ ତେଣୁ ତା ନହେଲେ ସେ କେମିତି ଆସିବେ। ତେଣୁ ଏଇସବୁ ଅଶ୍ଳୀଳତା ଦୋଷରେ ଦୂଷିତ ନୁହେଁ ବରଂ ଏଗୁଡ଼ିକ କାବ୍ୟରେ ଯଥାର୍ଥ ବର୍ଣ୍ଣନା କରାଯାଇଛି। ଏଣୁ କବି ନିଖୁଣ ଭାବରେ ଏବଂ ନିପୁଣ ଭାବରେ ଶବ୍ଦ ବିନ୍ୟାସ ନିଜର ପାଣ୍ଡିତ୍ୟ କବି ପ୍ରତିଭା ଏବଂ ଶବ୍ଦ ସଂଯୋଜନା ଶୈଳୀ ଭିତରେ ତାକୁ ଅତି ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି। ଏହାପରେ କହୁଛନ୍ତି ବିଲୀନ ବେନି ଅର୍ଥକୁ ଆରେ ଯେଉଁ ବୋଇଲେ ହେ ହର ହର ଏ ଭାବିଲା କାମମୋହିନୀ ନାମକ ଯେଉଁ ଗଣିକା ତାଙ୍କୁ ଯିଏ ଆଲିଙ୍ଗନ କରିଥିଲା ଏବଂ ସ୍ତନ ଯୁଗଳ ଦେଖେଇଲା ସିଏ ଭାବିଲା ଯେ ଆରେ ହର ହରକୁ ବିଲୀନ କରି ଅର୍ଥାତ୍ ବିଲୋମ ବା ଉଲ୍ଟା ପଢ଼ିଲେ ଆଜ୍ଞା କ'ଣ ହେବ ହର ହର ରହ ରହ ଓ ସେ ଭାବିଲେ ହଉ ରହ ରହ ଇଏ ବୋଧେ ଋଷିଙ୍କୁ ସାଧାରଣତଃ ସେମାନେ ତ ଗୋପନରେ ପଣ୍ଡିତମାନେ ଶାସ୍ତ୍ର ଅର୍ଥ କରନ୍ତି ଏ ହର ହର ଶବ୍ଦକୁ କାମମୋହିନୀ ଅଲଗା ଚିନ୍ତା କରି ରହ ରହ ଅର୍ଥାତ୍ ବୋଧେ ଋଷି ମୋତେ କହୁଛନ୍ତି ଟିକେ ରହ ରହ ମୁଁ ଅଧିକ ସମୟ ଟିକେ ପ୍ରଭୁଙ୍କୁ ଦେଖା କରେ। ଏହା କହିବାରୁ ସେ କ'ଣ କରିଛି ନା ଆହୁରି ଗାଢ଼ ଚୁମ୍ବନ ଋଷିଙ୍କୁ ଚୁମ୍ବନ ଉପରେ ଚୁମ୍ବନ ଇତ୍ୟାଦି ଆଉ ଅର୍ଥାତ୍ ଆଶ୍ଳେଷ ଆଲିଙ୍ଗନ ଚୁମ୍ବନ ପ୍ରଭୃତିରେ ତାଙ୍କୁ ବଶୀଭୂତ କରିଦେଲା। ଏବଂ ଆଉ କ'ଣ ହେଇଛି ବନି ଫଳ କହି ପକ୍କ କଦଳୀ ଭୁଞ୍ଜାଇ ବାଣ ପୟ ପେଟି ପୟ ପାନ ସେ କରାଇ ବୋଧିଚିତ ଏ ଆମ୍ଭ ନିର୍ଝର ବା ନୀର କହି ବୃଷ୍ୟକାରୀ କାମରାଜ ଅଧାମ ପୁରାଇ ବାଢ଼ିଲେ ଯେ ଘୃତପକ୍କ ଆମିକ୍ଷା ଅଗ୍ରତେ ବର୍ଣ୍ଣ ପୁଛେ କି ଭୋଜନ କର ସେ ବୋଲନ୍ତେ। ଆରେ ତାପରେ ତାଙ୍କୁ ଖାଇବାକୁ ଦେଇଛନ୍ତି। ଦେଖନ୍ତୁ କେତେ ସୁନ୍ଦର ଭାବରେ ସବୁ ଦ୍ରବ୍ୟ ସେ କହିଥିଲା ନା ନୌକାଟି ଘର ଭଳିଆ କର ଏବଂ ସେଥିରେ ବିଭିନ୍ନ ସ୍ୱାଦିଷ୍ଟ ଫଳ ମୂଳ ଖାଦ୍ୟପେୟ ସବୁ ରଖିଥାଉ ବୋଲି ବେଶ୍ୟା କହିଥିଲା। ବେଶ୍ମ ପରି ମହାମନୋରମ ହୋଇଥିବ
ଘର ଭଳିଆ ଗୋଟେ ସୁସଜ୍ଜିତ ଘର। ତେଣୁ ସବୁ ତ ଥୁଆ ହେଇଛି ନା, ସାଙ୍ଗେ ସାଙ୍ଗେ କ'ଣ କରୁଛନ୍ତି ନା ବନି ଫଳ ବୋଲି ଇଏ ଆମ ଦେଶର ବନର ଫଳ କହିକିରି ତାକୁ ପକ୍ୱ କଦଳୀ ଆଜ୍ଞା, ଭଲ କଦଳୀ, ଯେଉଁ ପାଟ କପୁରା କଦଳୀ ଆମେ କହୁଛେ ସବୁଠାରୁ ଭଲ ମିଷ୍ଟ ସ୍ୱାଦିଷ୍ଟ କଦଳୀ, ପାଚିଲା କଦଳୀ ଖାଇବାକୁ ଦେଇଛନ୍ତି। ଏବଂ ବାଣ ପୟ ପେଟି ଅର୍ଥାତ୍ ଗୋଟିଏ ଏକ ଜାତୀୟ ପଇଡ଼ ପାଣି ତାଙ୍କୁ ପିଇବା ପାଇଁ ଦେଇଛନ୍ତି। ଏବଂ ବୋଧି ଚିତ୍ତ ଆମର ନିର୍ଝର କରି, ଅର୍ଥାତ୍ ଇଏ ଆମ ଦେଶର ଝରଣାର ଜଳ, ଆପଣ ଯେଉଁ ବଣରୁ ଝରଣାର ଜଳ ପିଉଛନ୍ତି ଇଏ ତାଠାରୁ ଯଥେଷ୍ଟ ଆଜ୍ଞା ସ୍ୱାଦିଷ୍ଟ ଏବଂ ମିଠା, ଆପଣ ଥରେ ପିଇଲେ ଜାଣିବେ ବୋଲି ଗ୍ଲାସରେ ଆଜ୍ଞା ପଇଡ଼କୁ କାଢ଼ିକି ପାଣି ଢାଳିକି ଥୋଇ ଦେଇଛନ୍ତି ତାଙ୍କ ଆଗରେ। ଏବଂ ବାଢ଼ିଲେ ଯେ ଘୃତପକ୍ୱ ଆମିକ୍ଷା, ଛେନା ଜାତୀୟ ଅଧାମ, ସେଇ ଛେନା ଜାତୀୟ, ଏବଂ ତାକୁ ଘୃତରେ ପକ୍ୱ କରିକିରି ତାକୁ ସବୁ ଆଜ୍ଞା ଭୋଜନ କରିବା ପାଇଁ ତାଙ୍କୁ ଦେଇଛନ୍ତି। କବି ଏଠି ଗୋଟିଏ ଶବ୍ଦ ଦେଇଛନ୍ତି ବୃଷ୍ୟକାରୀ କାମରାଜ ଅଧାମ। ଆରେ ଖାଲି ଅଧାମ ନୁହେଁ, ସେ ବୃଷ୍ୟକାରୀ ଅର୍ଥାତ୍ ବଳକାରକ। ବୃଷ୍ୟକାରୀ କହିଲେ ବଳକାରକ, କାମ ଉତ୍ତେଜକ ଅଧାମ, ମୋଦକ ଭଳି ଆଜ୍ଞା ଦେଇଛନ୍ତି। ତା ଅଧାମ ଅର୍ଥାତ୍ ଛେନା ଜାତୀୟ। ଆପଣମାନେ ଜାଣିଛନ୍ତି କୃଷ୍ଣ କାବ୍ୟରେ ସବୁବେଳେ ଅଧାମ, ଗୁଟିକା, ଛେନା, ସର, ଲବଣୀ ଏ ଶବ୍ଦରେ ଆପଣମାନେ ଜାଣିଛନ୍ତି ଏଇ ଶବ୍ଦ। ଏଣୁ ବାଢ଼ିଲେ ଯେ ଘୃତପକ୍ୱ ଆମିକ୍ଷା, ଘିଅରେ ରନ୍ଧା ହେଇଥିବା ଛେନା ଖଜା, ତାକୁ ଆମିକ୍ଷା ବୋଲି କୁହାଯାଏ। ଏସବୁ ଖାଇବାକୁ ଯେତେବେଳେ ବାଢ଼ିଦେଲେ ଋଷି କହିଲେ ଆଏ ତୁମ ଜାତି କ'ଣ? ଯାହା ଋଷି ତ ଖାଦ୍ୟ ସବୁ ଦେଖିକିରି ଆଗ୍ରହାନ୍ୱିତ ହେଇଛନ୍ତି, ତଥାପି ଟିକେ ପଚାରିଛନ୍ତି। ସେ କହିଲେ ଓହୋ ଆମର ବର୍ଣ୍ଣ ବା ଜାତି ଯାହା ପଚାରୁଛନ୍ତି, ଆପଣ ହେଉଛନ୍ତି ବିପ୍ର ବ୍ରାହ୍ମଣ, ଆପଣ ହେଉଛନ୍ତି ବିପ୍ର ତୁମ୍ଭେ ଆମ୍ଭେ ଯାହା ବୋଲୋଇତା ଶୁଣ। ଆମେ କ'ଣ ନା ଆମେ ହେଉଛୁ ବିପ୍ରଲବ୍ଧା, ତୁମେ ହେଉଛ ବିପ୍ର, ଆମେ ହେଉଛୁ ବିପ୍ରଲବ୍ଧା, ଅଷ୍ଟଜାତୀୟ ବିପ୍ରଲବ୍ଧା, ଖଣ୍ଡିତା, କଳହାନ୍ତରିତା, ବାସକ ସଜ୍ଜା, ଅଭିସାରିକା ପ୍ରଭୃତି ନାୟିକା, ଅଷ୍ଟନାୟିକା, ଅଷ୍ଟପ୍ରକାର ନାୟିକା। ଆମେ ହେଉଛୁ ବିପ୍ରଲବ୍ଧା ଅର୍ଥାତ୍ ଗଣିକା। 8 ଜାତିରେ ଆମେ ଭିନ୍ନ, ନହେଲେ ପାର୍ଥକ୍ୟ କିଛି ନାହିଁ। ଆପଣ ହେଉଛନ୍ତି ବିପ୍ର, ଆମେ ହେଉଛୁ ବିପ୍ରଲବ୍ଧା। ତେଣୁ ଆଉ ଋଷି କିଛି ଚିନ୍ତା ନ କରି ଆଜ୍ଞା ଆନନ୍ଦରେ ତାକୁ ଭୋଜନ କରିଛନ୍ତି। ଏଇସବୁ କଥାବାର୍ତ୍ତା କରି କହିଲେ ଆମର ଗୁରୁ ଇଏ, ଆଉ ସବୁ ତ କହି ହେବନି ଆଜ୍ଞା, ମୁଁ ଚୁମ୍ବକରେ ସମୟ ଅନୁସାରେ ଯେତିକି ଆବଶ୍ୟକ ଆମକୁ ସେଇଭଳି ଆମେ କହିବା। ତେଣୁ ଦୀର୍ଘ ପଦ ଆଉ ମୁଁ ବର୍ଣ୍ଣନା ନ କରି କିଛି ଆପଣଙ୍କୁ ଗଦ୍ୟରେ ମଧ୍ୟ ସୂଚନା କ୍ରମେ ବୁଝେଇ ଦେଉଛି ଯେ ସବୁ ପଦ କହିବା ସମ୍ଭବ ନୁହେଁ। ତେଣୁ ଋଷିଙ୍କୁ ସେ କହିଲେ ଆମର ଗୁରୁ, ଆପଣ ତ ଆମଠୁ ଆତିଥ୍ୟ ପାଇଲେ ଇତ୍ୟାଦି, ଆଉ ଆପଣଙ୍କ ପାଖରେ ଆମେ ଅତି ଆନନ୍ଦିତ, ଏବଂ ଯାହା ହେଉ ଆପଣ ଆମର ଆତିଥ୍ୟ ସ୍ୱୀକାର କଲେ। ଆଉ ଆମର ନୌକାରେ, ନଦୀ ତୀରରେ ନୌକାରେ ଆମର ଗୁରୁ ଯିଏ ଜରତା ନାମକ ବେଶ୍ୟା ସେ ଅଛନ୍ତି। ଆଉ ଆପଣ ଗୁରୁ, ଆମର ଗୁରୁ ଜରତା ବେଶ୍ୟା ଆଉ କହିବେ କି, ଆମର ଗୁରୁ ଯିଏ ଜରତା ସେ ଅଛନ୍ତି, ଆପଣ ଟିକେ ଯାଇକି ତାଙ୍କୁ ଦେଖା କଲେ ଆମେ ଆହୁରି ସେ ଆନନ୍ଦିତ ହେବେ, ଆପଣ ମଧ୍ୟ ଉପକୃତ ହେବେ। ଏହା କହି ଋଷିଙ୍କୁ ଆଜ୍ଞା ଜରତା କହିଛନ୍ତି ଆମେ ଯାହା ହେଉ ଆମେ କାଲି ଆସିବୁ, ଆଜି ତ ଆଉ ସମୟ ହେଇଗଲାଣି, ଆମେ ସମୟ ଅତିକ୍ରାନ୍ତ। ଆମେ ବାରମ୍ବାର ଋଷିଙ୍କୁ ଆନନ୍ଦ ମନରେ ଋଷିଙ୍କ ଠାରୁ ବିଦାୟ ନେଇଛନ୍ତି। ଆମେ କାଲି ନିଶ୍ଚୟ ଆସିବୁ, ଆପଣ କାଲି ଦୟାକରି ଆମ ସାଙ୍ଗରେ ଟିକେ ନୌକାକୁ ଆମର ଗୁରୁ ଯିଏ ଅଛନ୍ତି ଜରତା ତାଙ୍କୁ ସାକ୍ଷାତ କରିବା ପାଇଁ ଯିବେ। ଏଇସବୁ କଥା କହିକିରି ବାଟେ ରହି ରହି କହିଗଲେ ବାରାଙ୍ଗନା, ବାହୁଡ଼ିବା ହେଉ ଆମ୍ଭେ କାଲି ଆସୁ ସିନା। ଆପଣ ଏଥର ବାହୁଡ଼ିବା ହେଉ। ରହି ରହି ତାଙ୍କୁ ବାରମ୍ବାର ଚାହିଁ ବଶୀଭୂତ କରିଛନ୍ତି। ଆଉ ବାରମ୍ବାର ଯେତେବେଳେ କଟାକ୍ଷପାତ କରି ଚାହୁଁଛନ୍ତି, ଋଷି ମଧ୍ୟ ତାଙ୍କୁ ଆହୁରି ସତୃଷ୍ଣ ନୟନରେ କାମ ଜର୍ଜରିତ ହେଇ ଚିତ୍ତରେ ଚାହିଁଛନ୍ତି। ଏବଂ ଏହିପରି ସେ କହିଲେ ହଉ ଏଥର ବାହୁଡ଼ିବା ହେଉ, ହେ ଋଷି ମହାଶୟ, ଆଉ ଆପଣ ଏଥର ବାହୁଡ଼ିବା ହେଉ ନିଜର ଆଶ୍ରମକୁ। ଆମେ ନଦୀ ତୀରକୁ ଯାଉଛୁ, ଆମ ନୌକାରେ ଆମେ ଅବସ୍ଥାନ କରିବୁ, ରାତ୍ରି ଯାପନ କରିବୁ, କାଲି ପୁଣି ଆମେ ଆସିବୁ, ଏତିକି ଅନୁରୋଧ ରକ୍ଷା କରିବେ। ବିହଳିତ ହେଇକିରି ଯେତେବେଳେ ଆସିବାରେ କରାଇ ନିୟମ, ବାହୁଡ଼ିଲେ ଋଷ୍ୟଶୃଙ୍ଗ ଆପଣ ଆଶ୍ରମ। ହଉ ଯେମିତି ହେଲେ ଆସିବ, ବିହଳିତ ହେଇକିରି ସେ କହିଛନ୍ତି ହଉ ତାହେଲେ ନିଶ୍ଚିତ ଆସିବଟି, ଏ କଥା ଋଷି ନିଶ୍ଚିତ ଆସିବଟି, ନିଶ୍ଚିତ ଆସିବ, ନିଶ୍ଚୟ ଆସିବଟି, ଏକଥା ବାରମ୍ବାର କହିକିରି ନିଜ ଆଶ୍ରମକୁ ଯାଇଛନ୍ତି। ଏବଂ ୟା ମଧ୍ୟରେ କ'ଣ ହେଇଛି ଦେଖନ୍ତୁ, ବଡ଼ ସୁନ୍ଦର ଭାବରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ଚତୁର୍ଥ ଛାନ୍ଦକୁ ଗତିଶୀଳ କରାଇଛନ୍ତି। ତାଙ୍କର ପିତା ଯେ ବିଭାଣ୍ଡକ ଋଷି ତପସ୍ୟା କରିବାକୁ ଆଜ୍ଞା ସବୁ କଠୋର ତପସ୍ୟା ସେ କରୁଛନ୍ତି। ତେଣୁ ସିଏ କ'ଣ କରନ୍ତି ନା ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ ନିତ୍ୟକର୍ମ ଆଦି ସମାପନ କରି ଆଜ୍ଞା ତପସ୍ଥାନକୁ
ବା ତପଶ୍ଚରଣ ବି ତପସ୍ୟା କରିବା ଜାଗାକୁ ଆଜ୍ଞା ପଳାନ୍ତି। ତେଣୁ ସିଏ ଯେତେବେଳେ ସନ୍ଧ୍ୟା ସମୟରେ ଫେରିଛନ୍ତି ଦେଖିଲେ ଆରେ ଇଏ ସବୁ କ'ଣ ଅଙ୍ଗରାଗ ସବୁ ଇଏ ସିଏ କ'ଣ ଇଏ ତ ଅଲଗା ପ୍ରକାର ଦେଖାଯାଉଛି, ଏହାର ହାବଭାବ ଅଲଗା ପ୍ରକାର ଦେଖାଯାଉଛି, କ'ଣ ଆଉ କିଏ ସେ ଆସିଲେ କି? ଆଉ ମାୟାବିନୀ କୁହୁକିନୀ ରାକ୍ଷସୀମାନେ ତ ମଧ୍ୟ ଅଛନ୍ତି ଯେଉଁମାନେ ରାତ୍ରିଚରୀ ନିଶାଚରୀ, ସେମାନେ ତ ଆସିକିରି ନାନା ପ୍ରକାର ପ୍ରଲୋଭନ କରି ଋଷିର ତପଭଙ୍ଗ କରିଦିଅନ୍ତି। ତେଣୁ ଇଏ କ'ଣ ଆଉ କିଏ ତାର କାହା ହାବୁଡ଼େ ପଡ଼ିଯାଇଛି କି? ଭାଣ୍ଡକ ଆସି ପୁଛେ ଜାନୁରେ ବସାଇ ବିଷାଣ ଋଷ୍ୟ ଅଙ୍ଗରୁ ସୁବାସକୁ। ବିଷାଣ ଋଷ୍ୟ ବୋଲି କହିଲେ ଋଷ୍ୟ ଶୃଙ୍ଗ ଶବ୍ଦକୁ ବ ଅକ୍ଷରରେ ଲେଖିବା ପାଇଁ ବିଷାଣ ଋଷ୍ୟ, ବିଷାଣ କହିଲେ ସିଂହ ଋଷ୍ୟ ଶୃଙ୍ଗ। ଆଉ ତାକୁ କୋଳରେ ବସେଇକିରି ପୁଅକୁ ଆସୁ ଆସୁ କ୍ରୋଧିତ ହେଇନାହାନ୍ତି। ଦେଖନ୍ତୁ ଋଷି ତ ଜାଣିବା ଲୋକ ନା, ଆସୁ ଆସୁ କ୍ରୋଧିତ ହେଇନାହାନ୍ତି ବା ଅଭିଶାପ ଦେଇନାହାନ୍ତି, କିନ୍ତୁ ଜାନୁରେ ତାକୁ କୋଳରେ ବସେଇକିରି ଆଉ ମଧୁର ଭାବରେ ପଚାରିଲେ କିରି ପୁଅ ହେ ବତ୍ସ ଆଉ କ'ଣ ଏସବୁ କ'ଣ ହେଇଛି? ବକତା ସକଳ କଥା କରିବେ ଭାଷିତ ବିଭାବରୀ ଚରି ସେ ଭକ୍ଷନ୍ତି ତପିସୁତ। ଏତିକି କଥା ଜାଣେ ଏ ବିଭାବରୀ ଚରି ଯେ ରାତ୍ରିଚରୀ ବା ନିଶାଚରୀ ମାନେ ତପସ୍ୟା ତୋର ଭଙ୍ଗ କରିଦେବେ, ସେଥିରେ ତୁ ଆଉ ପ୍ରଲୋଭିତ ହବୁନି। ଏଇସବୁ କଥା ତାଙ୍କୁ ବୁଝେଇ ଦେଇକିରି ବିରୋଧୋକ୍ତି ଜନକର ନଘେଳିଲେ ବାପା ଯେତେ ବିରୋଧ କଲେ ମଧ୍ୟ ସେ ଆଉ ତା ପରଦିନ ସକାଳେ ଯେମିତି ବ୍ରାହ୍ମ ମୁହୂର୍ତ୍ତ ହେଇଛି ଆଜ୍ଞା ଋଷି ସବୁ ନିତ୍ୟକର୍ମ ସମାପନ କରି ପଳେଇଛନ୍ତି ତପସ୍ୟା କରିବା ପାଇଁ। ମାତ୍ର ପୁଅକୁ ରାତିରେ ଯାହା କହିବା କଥା ଦୀପଦ କହିଦେଇଛନ୍ତି, କିନ୍ତୁ ଋଷିଙ୍କ ମନ ତ ଆଜ୍ଞା କାମ ବୋହିନି ଯାହା କରିଦେଇଛି, ତାକୁ ଯେଉଁ ପ୍ରକାର ବଶୀଭୂତ କରିଦେଇଛି। ଆହୁରି ଜରତା ତାଙ୍କର ଗୁରୁ ଅଛନ୍ତି, ସିଏ କେମିତି? ତେଣୁ ତାଙ୍କ ମନରେ ଯେଉଁ ଉତ୍କଣ୍ଠା ଜାଗ୍ରତ ହେଇଛି, ସିଏ ଆଉ ଏ କଥା ମାନୁଛନ୍ତି ବାପାଙ୍କର କଥା ତିଳେ ମଧ୍ୟ ମାନିଲେନି। ତାପରେ ଋଷି ବାରମ୍ବାର ଚାହୁଁଛନ୍ତି ଆଜ୍ଞା, କବି ବଡ଼ ସୁନ୍ଦର ଭାବରେ ତାକୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏ କାବ୍ୟର ଚତୁର୍ଥ ଛାନ୍ଦକୁ ଗତିଶୀଳ କରିଛନ୍ତି। ଆରେ ଯେତେବେଳେ ଏମାନେ ଆସିନାହାନ୍ତି ଯେ ଋଷିଙ୍କର ପ୍ରକୃତରେ ଆମ ପ୍ରତି ଆସକ୍ତି ଭାବ ଅଛି କି ନାହିଁ ସକାଳୁ ଜାଣିବା, ବା ରାତିରେ କିଛି କ'ଣ ଘଟିଯାଇଥିବ, କିଛି ବା ତାଙ୍କ ବାପା ଆସିକରି କ'ଣ କହିଥିବେ, ତେଣୁ ମନରେ ଟିକେ ଶଙ୍କା ଆସେ ନା। ଏମାନେ ଡରି ଡରି ଯାଉଛନ୍ତି, ଋଷି ମଧ୍ୟ ଏଇଭଳି କାମ ଭାବରେ ଜର୍ଜରିତ ହେଇଯାଇଛନ୍ତି ବା କାମ ବାଣରେ ଜର୍ଜରିତ ହେଇଯାଇଛନ୍ତି। ଇଏ କାହିଁକି ଆସୁନାହାନ୍ତି, ଏତେ ବିଳମ୍ବ କାହିଁକି ହେଲାଣି, କ'ଣ ପାଇଁ ଆସୁନାହାନ୍ତି କହିକିରି ଋଷି ମଧ୍ୟ ଆଜ୍ଞା ଦୂରକୁ ବାରମ୍ବାର ଚାହୁଁଛନ୍ତି। ଏବଂ ଦେଖନ୍ତୁ କବି କହିବା କଥା ଯେ କାମ ଅନଙ୍ଗ ବାଣରେ ଯିଏ ଜର୍ଜରିତ ହେଇଯାଇଛି, ଚେତନ ଅଚେତନ ସବୁ ସମାନ ଏଇଭଳି ମଧ୍ୟ କୁହାଯାଇଛି। ତେଣୁ ଋଷିଙ୍କର ଆଉ ବାହ୍ୟ ଜ୍ଞାନ ଶୂନ୍ୟ ହେଇଯାଇଛନ୍ତି ସିଏ। ତେଣୁ ସିଏ ଗଛରେ ବି ଚଢ଼ି ଯାଇକରି ଦେଖୁଛନ୍ତି ଯେ ଏମାନେ ସବୁ ଆସୁଛନ୍ତି କି ନାହିଁ। ଆଉ ତାଙ୍କୁ ତ ବାରାଙ୍ଗନା କହିହେବନି ଯେ ଯେଉଁ ଋଷିମାନେ ମୋତେ କାଲି ଏଭଳି ଆତିଥ୍ୟ ପ୍ରଦାନ କଲେ, ଖାଇବା ପିଇବାକୁ ଦେଇଛନ୍ତି, ଆଉ କାହିଁକି ସେମାନେ ବିଳମ୍ବ କରୁଛନ୍ତି, ଶୀଘ୍ର କାହିଁକି ପହଞ୍ଚୁନାହାନ୍ତି? ଋଷି ଆଜ୍ଞା ଗଛରେ ବି ଚଢ଼ି ଯାଉଛନ୍ତି। ତେଣୁ ଏହିପରି ଭାବରେ ସେହିପରି ସମୟରେ ଠିକ୍ ସମୟରେ ଏମାନେ ଆସିକରି ପହଞ୍ଚି ଯାଇଛନ୍ତି ଏବଂ ଜରତା ନାମ୍ନୀ ଯେଉଁ ବେଶ୍ୟା ତାଙ୍କର ଯିଏ ଗୁରୁ, ତାଙ୍କୁ ଆଶ୍ରମ ଆଉ ପାଖକୁ ନେଇଯାଇଛନ୍ତି। ତାପରେ ଆଜ୍ଞା କବି ବର୍ଣ୍ଣନା କରୁଛନ୍ତି ଜରତା ସିଏ ତ ଯିଏ ଗୁରୁ ନା, ଏତେ ଋଷି ଯେତେବେଳେ ଯାଇଛନ୍ତି ଦେଖିକିରି ତାଙ୍କୁ ଆନନ୍ଦରେ ବିହଳିତ ହେଇଯାଇଛନ୍ତି। ତାଙ୍କର ପାଦ ଧୂଳି ନେଇଛି, ତାଙ୍କର ପାଦ ତଳେ ପ୍ରଣାମ କରିଛି ଏବଂ ଅତ୍ୟନ୍ତ ନମ୍ର ଏବଂ ବିନୟର ସହିତ ତାଙ୍କର ପୂଜା ତାଙ୍କର ଆରାଧନା କରିଛି। ଏବଂ ତାପରେ କିଛି ସମୟ ତାଙ୍କ ସାଙ୍ଗରେ ଆଳାପ ଆଲୋଚନା କରିବା ପରେ କବି କହୁଛନ୍ତି ଯେ କ'ଣ ସେ ଜରତା କିଭଳି ତାଙ୍କୁ ଆଉ ଟିକେ ବଶୀଭୂତ କରିଦେଇଛି। ଆସନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କ'ଣ ଜରତା କିଭଳି ଭାବରେ ଆତିଥ୍ୟ ଦେଇଛି ଏବଂ ତାଙ୍କୁ ତ ବିନୟ ଭାବରେ ପ୍ରଣାମ କରିଛି ଏବଂ ଆଳାପ ଆଲୋଚନା କରିଛି, କ'ଣ ତାପରେ କିଭଳି ବଶୀଭୂତ କରିଛି କବି କ'ଣ କହୁଛନ୍ତି। ବଳକଳ ବୋଲି ପିନ୍ଧାଇ କୌଶେୟ ବସନ ବ୍ୟାଘ୍ର ଚର୍ମ ଭ୍ରମରେ ସିନ୍ଧୁଆ ସଜ୍ଜାମାନ ବିକ୍ରମୀ ନୌକାରେ ପ୍ରବେଶ ହେବା ଚାହିଁ। ବିକ୍ରମୀ ଅର୍ଥାତ୍ ଯାଇକିରି ଏଇସବୁ ବାରାଙ୍ଗନାମାନଙ୍କ ସହିତ ଯାଇକରି ଯେତେବେଳେ ନୌକା ପାଖରେ ପହଞ୍ଚି ଯାଇଛନ୍ତି ଆଜ୍ଞା ଜରତା କ'ଣ କରିଛି ନା ବିକ୍ରମୀ ନୌକାରେ ପ୍ରବେଶ ହେବା ଚାହିଁ ନୌକା ଭିତରକୁ ଯେତେବେଳେ ଋଷ୍ୟଶୃଙ୍ଗ ମହର୍ଷି ଯାଇ ପହଞ୍ଚି ଯାଇଛନ୍ତି, ବାରି ଭରି ଝରି ପାଦ ଧୋଇ ତୁମ୍ବି କହି। ପାଦ ବାରି ଝରି ସୁନ୍ଦର ଝରି ଅର୍ଥାତ୍ ଆଜ୍ଞା ଏ ଯେଉଁ ଢାଳ ଆମେ କହୁଛେ ତାକୁ ତୁମ୍ବି ବୋଲି ଲାଉ ତୁମ୍ବି ଥିବ, କାହିଁକିନା ବଣରେ ସେମାନେ ଲାଉ ତୁମ୍ବିରେ ପାଣି ଆଣନ୍ତି
ଇଏ ସୁବାସିତ ଝରିରେ ବା ଗଡ଼ୁରେ ଆଜ୍ଞା ପାଣି ତାଙ୍କର ଦେଇକରି ପାଦ ଧୋଇ ଦେଇଛି ଏବଂ ବଳକଳ ବୋଲି ତାଙ୍କୁ ପରିଧାନ କରି ଦେଇଛନ୍ତି କ'ଣ ନା କୌଶେୟ ବସନ ଗୈରିକ ବସନ ବା ଗେରୁଆ ପାଟ ବସ୍ତ୍ର ସୁନ୍ଦର ପାଟ ବସ୍ତ୍ର ପରିଧାନ କରାଇ ଦେଇଛି ଗୈରିକ ବସ୍ତ୍ର ପରିଧାନ କରି ବ୍ୟାଘ୍ର ଚର୍ମ ଋଷି ପିନ୍ଧୁଥିଲେ ଛାଲଟେ ବା ବଳକଳ ପିନ୍ଧୁଥିଲେ ତାଙ୍କୁ ସିଏ କ'ଣ କରିଛି ନା ବଳକଳ ବୋଲି ପିନ୍ଧେଇ କୌଶେୟ ବସନ ବ୍ୟାଘ୍ର ଚର୍ମ ଭ୍ରମରେ ସିନ୍ଧୁଆ ବ୍ୟାଘ୍ର ଚର୍ମ ଉପରେ ଆଜ୍ଞା ଶୟନ କରୁଥିଲେ ସାଧାରଣତଃ ଋଷିମାନେ ବ୍ୟାଘ୍ର ଚର୍ମ କୁଶାସନ ଆଗ କୁଶ ଗୁଡ଼ିଏ ବିଛେଇ ଦିଅନ୍ତି ତା ଉପରେ ବାଘ ଛାଲଟେ ପକାଇ ଶୁଅନ୍ତି ଇଏ ତାଙ୍କୁ କ'ଣ କଲା ନା ବସେଇ ଦେଲା ବା ବସନ୍ତି ମଧ୍ୟ ବ୍ୟାଘ୍ର ଚର୍ମ ଉପରେ ବସିକିରି ମଧ୍ୟ ତପସ୍ୟା କରନ୍ତି ଇଏ କହିଲା ସିନ୍ଧୁଆ ଶଯ୍ୟା ଅର୍ଥାତ୍ ସିନ୍ଧୁ ଦେଶର ସିଏ ଗୋଟେ ଶଯ୍ୟା ଏକ ପ୍ରାକର ସୁନ୍ଦର ତୁଳିତଳ୍ପ ସେଜ କହିଲେ ଅତ୍ୟୁକ୍ତି ହେବନି ତାକୁ ମଧ୍ୟ ତା ଉପରେ ବସେଇ ଦେଇଛି ଏବଂ ତାପରେ କ'ଣ କରିଛି ବିବିଧ ସ୍ୱାଦୁ ପଦାର୍ଥ କରାଇ ଅସନ ବସାଇ ଚୂଳ କୁସୁମେ ଚନ୍ଦନ ଲେପନ ବସାଇ ବିବିଧ ସ୍ୱାଦୁ ପଦାର୍ଥ ତାଙ୍କୁ ଭୋଜନ ଭୋଜନ କରିବା ପାଇଁ ଦେଇଛି ସ୍ୱାଦିଷ୍ଟ ଆହୁରି ଆରେ ସିନା ଅଳ୍ପ ନେଇକରି କ'ଣ ଯାଇଥିଲେ କଦଳୀଟେ ଅମୁକ ସବୁ ଏଇଭଳିଆ ଆଉ ଯେତେବେଳେ ଏଇଠି ନାନା ସୁମିଷ୍ଟ ଖାଦ୍ୟ ଥୁଆ ହେଇଛି ତାଙ୍କୁ ଭୋଜନ କରିବା ପାଇଁ ଦେଇଛି ଏବଂ ବସାଇ ଚୂଳ କୁସୁମୀ ତାଙ୍କର ଚୂଳକୁ ଜଟା ଉଡ଼େ ତାକୁ ସୁନ୍ଦର ଭାବରେ ପରିଷ୍କାର କରି କୁଣ୍ଡେଇ ଦେଇକରି ଆଜ୍ଞା ତାକୁ ଫୁଲରେ ସଜେଇ ଦେଇଛି ଏବଂ ମଣ୍ଡି ଦେଇଛି ଏବଂ ଚନ୍ଦନ ତାଙ୍କ ଦେହରେ ଅଙ୍ଗରାଗ ବିଭୂତି ପାଉଁଶ ଗୁଡ଼ିଏ ବୋଳି ହେଇଥିଲେ ବିଭୂତି ତାଙ୍କ ଦେହରେ ସୁବାସିତ ଚନ୍ଦନ କର୍ପୂର ଅଗୁରୁ ସବୁ ମିଶିକିରି ଦେଇଥିବା ଚତୁଃସମ ଯେମିତି ଲେପନ କରନ୍ତି ଯଶୋଦା ମା କୃଷ୍ଣଙ୍କ ଦେହରେ ଇଏ ସେମିତି ସୁବାସିତ ଚନ୍ଦନ ବୋଳି ଦେଇଛି କିଏ ସେ ଜରତା ଏବଂ ବସିଲା ଓଳଗି ପାଶେ ଜରତା ସୁମୁହିଁ ଓଳଗି ହେଇକରି ପ୍ରଣାମ କରିକିରି ବସିଲା ବେଷ୍ଟିତା ଲତା ପାଦପେ ପରା କୋଳବି ଏବଂ ପାଦ ଲତା ଯେମିତି ପାଦପକୁ କୋଳାଗ୍ରତ ବା ଗଛ ଲତା ମାଡ଼ି ଯାଇଥାଏ ସେଭଳି ଋଷିଙ୍କ ଦେହରେ ଲତା ଭଳିଆ ସେ ଜଡ଼ିଗଲା ଏବଂ ଲତା ଭଳିଆ ଲଟେଇଥିବା ଲଟା ଭଳିଆ ବୃକ୍ଷରେ ଯେମିତି ଲଟା ଆଜ୍ଞା ମାଡ଼ି ମାଡ଼ି ଯାଏ ସେଭଳି ଆଉ ଏକାକାର ହେଇଗଲା ଲଟା ଭଳିଆ ସେ ବୃକ୍ଷ ଯଦି ଋଷି ହୁଅନ୍ତି ଲତା ହେଉଛି ଜରତା ଏଇଭଳି ସେ ତାଙ୍କ ଦେହରେ ନିବିଡ଼ ଭାବରେ ଆଲିଙ୍ଗିତ ହେଇଗଲା ଏବଂ ତାପରେ କବି ବର୍ଣ୍ଣନା କରୁଛନ୍ତି ଅତି ଚମତ୍କାର ବର୍ଣ୍ଣନା ଯେ ବେଶ୍ୟା କ'ଣ କରିଛି ମୁଁ ଆଗରୁ କହିଛି ଯେ ବାଚ୍ଛାୟନ ଋଷିଙ୍କୁ ସେ ରସ ଗୋଚର ଗୀତେ କହେ ଉପଇନ୍ଦ୍ର ଭଞ୍ଜ ବୀର ବାଚ୍ଛାୟନ ଋଷି ଯେଉଁ କାମଶାସ୍ତ୍ର ଲେଖିଛନ୍ତି ସେଥିରେ ବାଚ୍ଛାୟନ ଋଷି ଜଣେ କିନ୍ତୁ କାମଶାସ୍ତ୍ର ହେଉଛି ମୋତେ ଗୋଟେ ଶାସ୍ତ୍ର ଆଉ ସେ ଯେ ସାଧାରଣ ଶାସ୍ତ୍ର ସେ କଥା ନୁହେଁ ଆପଣ ଦେଖିବେ ମନ୍ଦିରମାନଙ୍କ ମନ୍ଦିର ଗାତ୍ରରେ ସବୁ କାମଶାସ୍ତ୍ର ଅନୁସାରେ ସବୁ ଚିତ୍ର ବନ୍ଧ ଚିତ୍ର ସବୁ କରାହେଇଛି ତେଣୁ ଏଇ ଯେଉଁ ଶୃଙ୍ଗାରସ ଉଦ୍ରେକ କରିବା ବା କାମ ଉତ୍ତେଜକ ମନ୍ଦିରକୁ ଗଲେ କାମ ଉତ୍ତେଜକ ହେବନି ତେଣୁ ସେଇଥିପାଇଁ ଗୁଡ଼ିକ ଦିଆଯାଇଛି କିନ୍ତୁ ଇଏ ତ ଜରତା ନା ତାଙ୍କ ଋଷିଙ୍କ ମନରେ ଅଧିକ କାମ ଉତ୍ତେଜକ କରିବ କାମ ଉତ୍ତେଜନା ସୃଷ୍ଟି କରିବ ତେଣୁ କ'ଣ କଲା ସେ ନା ବିଜ୍ଞାସୀ ପ୍ରଥମର ସେ ଚନ୍ଦ୍ରଚା ତାଙ୍କ ଦେହରେ ଲତା ଭଳି ବେଷ୍ଟିତ ହେଇଗଲା ବା ଗୁଡ଼େଇ ହେଲା ଭଳିଆ ରହିଲା ଏବଂ ତାପରେ ସିଏ ହେଉଛି ବିଜ୍ଞା ଏମାନଙ୍କ ଠାରୁ ଆହୁରି ପଣ୍ଡିତା କାମଶାସ୍ତ୍ରରେ ଧୂରିଣା ସିଏ ତେଣୁ ବିଜ୍ଞାସୀ ପ୍ରଥମର ସେ ଚନ୍ଦ୍ରଚାଳନା କଲା ଋଷିଙ୍କ ଦେହରେ ଚନ୍ଦ୍ରଚାଳନା କଲା ଚନ୍ଦ୍ରଚାଳନା କ'ଣ ନା ଆଜ୍ଞା କାମଶାସ୍ତ୍ରରେ ଲେଖାଯାଇଛି ଯେ କୃଷ୍ଣ ପକ୍ଷରେ କେଉଁ ସ୍ଥାନରେ ପୁରୁଷର କେଉଁ ଦେହରେ ନଖକ୍ଷତ ପ୍ରଭୃତି କଲେ ଅଧିକ ଉତ୍ତେଜିତ ହେବ ଏବଂ ଶୁକ୍ଳ ପକ୍ଷରେ ପୁରୁଷର ଦେହରେ କେଉଁ ଜାଗାରେ ବା କେଉଁ ସ୍ଥାନରେ ନଖକ୍ଷତ ପ୍ରଭୃତି କଲେ ବା ଅଙ୍ଗକୁ ସ୍ପର୍ଶ କଲେ ସେ ଅଧିକ ଉତ୍ତେଜିତ ହେଇଯିବ ଏଇଟା କାମଶାସ୍ତ୍ରରେ ଚନ୍ଦ୍ରଚାଳନା ତାକୁ କୁହାଯାଏ ଯାହାକି ଜରତା ଭଲ ଭାବରେ ତାକୁ ଜାଣିଥିଲା ତେଣୁ ସେ ଅନୁସାରେ ସେ ଋଷିଙ୍କୁ ବଶୀଭୂତ କରିବା ପାଇଁ ବିଜ୍ଞାସୀ ପ୍ରଥମର ସେ ଚାଳି ଦେଲା ବିଜ୍ଞାନେ ଋଷିକୁ ମୋର ଉତ୍ତାନେ ଶୋଇଲା ଆଉ ଜ୍ଞାନ ନାହିଁ ବିଜ୍ଞାନ ବିଗତ ଜ୍ଞାନ ଯାହା ଅର୍ଥାତ୍ କାମବାଣରେ ଜର୍ଜରିତ ହେଇଗଲେ ଯେତେବେଳେ ଚନ୍ଦ୍ରଚାଳନା ହେଇଗଲା ଦେହ ଉତ୍ତେଜିତ ହେଇଗଲା ଆଜ୍ଞା ସେ ମୂର୍ଚ୍ଛିତ ହେଲା ଭଳିଆ ଶୋଇପଡ଼ିଲେ ସେ ସୁବିଧାକୁ ସେ ଖୋଜୁଥିଲା ଜରତା ଆଉ କାଳ ବିଳମ୍ବ ନ କରି ବିଧୁବନ ଆରମ୍ଭିଲା ପୁରୁଷାୟିତରେ ବନପତି ଉପରେ ହରିଣେ ଲୀଳା କରେ ଚମତ୍କାର ବର୍ଣ୍ଣନା ହେଇଛି ଆଜ୍ଞା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଲେଖନୀରୁ ଭାଷା ବାହାରିଛି ଯେଉଁ ଶବ୍ଦବିନ୍ୟାସ ଶବ୍ଦ ଚାତୁରୀ ତାକୁ ଆହୁରି ସୁନ୍ଦର କରିଦେଇଛନ୍ତି ବିଧୁବନ ଆରମ୍ଭିଲା ପୁରୁଷାୟିତ
पुरुषायित अर्थात विपरीत रति रति क्रिया आरंभ करदेला पुरुषायित अर्थात विपरीत अर्थात पुरुषर ऊपर से बसिला एवं वन कवि गोटे तुलना कर वनपति उपरे हरिणी वनपति जे सिंह सिंह उपर हरिणीटे लीला करुच्ची कि यहीपरि भाव में से बशीभूत करी तांकु कामा आसक्त करी जर्जरित करी तांको सांगरे रति क्रीड़ा प्रवृत्ति मिलन करी तांकु जेतेबेले संतोष कर देछि तापरे आज्ञा ऋषि अति संतुष्ट हो जाइछन्ति एवं तापरे किभଳି तृषा तांको हेछि किभଳି तापरे ऋषि तो तृषा बोली जिते कहे पानी माग कहले तो वर्षा हो ना आज्ञा ये परवर्ती पर्यायर कविता को आहरी चमत्कार भाव में वर्णना कर सुविधा कहवा परवर्ती पर्यायर आज ये जो जड़ता उपाख्यान ऋष्यशृंग उपाख्यान आपण मैंने जहाँ शुणिले मुझे भावुची ये वंश साहित्य प्रेमी मैंने आपको अत्यंत आनंदर सह ग्रहण करेंगे। नमस्कार।